ଏଇ ଭିଡ଼ିଓରେ ମୁଁ ମ୍ୟାଜିକ୍ କାର୍ଡ଼ ବିଷୟରେ ଫୁଲ୍ ଅପଡ଼େଟ୍ ଦେଇଦେବି। ମ୍ୟାଜିକ୍ କାର୍ଡ଼ କେଉଁମାନେ ଆପ୍ଲାଏ କରିବେ, ମ୍ୟାଜିକ୍ କାର୍ଡ଼ କଲେ କ'ଣ ସବୁ ବେନିଫିଟ୍ ରହୁଛି, ଓକେ, ଆଉ କେମିତି ନିଜ ମୋବାଇଲରେ ମଧ୍ୟ ଆପ୍ଲାଏ କରିବେ। ଏଥିରେ କୌଣସି ଡକ୍ୟୁମେଣ୍ଟ ଅପଲୋଡ଼ କରିବା ଦରକାର ନାହିଁ ନିଜ ମୋବାଇଲ ଫୋନରେ। ଯାହା ସହିତ ତୁମକୁ ଡିଟେଲ୍ସ ମାଗୁଛି ତୁମେ ଦେଇକି ତୁମେ ମ୍ୟାଜିକ୍ କାର୍ଡ଼ ଆପ୍ଲାଏ କରିପାରିବ। ଫାଷ୍ଟ କରି କହୁଛି ମ୍ୟାଜିକ୍ କାର୍ଡ଼ର ବେନିଫିଟ୍ କ'ଣ ରହୁଛି। ତୁମକୁ ଫାଷ୍ଟ କରି ମୋବାଇଲ ରିଚାର୍ଜଟା ଫ୍ରି ରହିବ ଏବଂ ତୁମେ ଯଦି କୁଆଡ଼େ ଯାତ୍ରା କରୁଛ, ହେଲା କି ଟ୍ରେନ୍ ହେଉ ବସ୍ ହେଉ, ତୁମକୁ ସେଇଟା ଫ୍ରିରେ ମିଳିବ। ଠିକ୍ ଅଛି। ଏବଂ ଆଉ ପୁଣି ବହୁତ ସାରା ଆଉ ଯଦି ବି ତୁମେ କୌଣସି ବି କୋର୍ସ କରୁଛ, ଅନଲାଇନ୍ କୋର୍ସ କରୁଛ ବା ପଢ଼ୁଛ, ଯୋଗ ବି କରୁଛ, ସେଇଟା ତୁମକୁ ଡିସକାଉଣ୍ଟରେ ମିଳିବ। ଠିକ୍ ଅଛି। ତମେ ଜାଣିଥିବ ବିକେ ପାଣ୍ଡିଆନ୍ ମଧ୍ୟ ସମସ୍ତଙ୍କ ମତାମତ ଦେଇଛନ୍ତି। ଏବଂ କେଉଁମାନେ ଏଥିରେ ଇଲିଜିବୁଲ୍, ଯେଉଁମାନେ ନୂଆ ସ୍କଲାରସିପ୍ ପାଇଛ। କେଉଁମାନେ ନୂଆ ସ୍କଲାରସିପ୍ ପାଇଛ ଅଲରେଡ଼ି ତୁମେ ଜାଣିଥିବ, +3 ପିଲା ଆଉ ପିଜି ପିଲା। ୟୁଜି ପିଜି, ୟୁଜି ମାନେ ଅଣ୍ଡର ଗ୍ରାଜୁଏଟ୍ ଆଉ ପିଜି ପୋଷ୍ଟ ଗ୍ରାଜୁଏଟ୍ ପିଲା ହିଁ ସେମାନେ ଆପ୍ଲାଏ କରିପାରିବେ। କେମିତି ନିଜ ଫୋନରେ ଆପ୍ଲାଏ କରିବେ ଆଉ କ'ଣ ସବୁ ଡକ୍ୟୁମେଣ୍ଟ ରହୁଛି। ଓକେ, ତୁମେ ଡକ୍ୟୁମେଣ୍ଟ କିଛି ବି ତୁମକୁ ଅପଲୋଡ଼ କରିବା ଦରକାର ନାହିଁ, ନିଜ ମୋବାଇଲ ଫୋନରେ ଆପ୍ଲାଏ କରିବ। ତ କେମିତି ଆପ୍ଲାଏ କରିବ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି। ଓକେ, ତ ଫାଷ୍ଟ କରିକି ଆପଣ ମୋବାଇଲରେ ଗୁଗୁଲ୍ ହଉ କ୍ରୋମ୍ ବ୍ରାଉଜର ଓପନ୍ କରିବ, ସର୍ଚ୍ଚ କରିବ ଓଡ଼ିଶା ମ୍ୟାଜିକ୍ କାର୍ଡ଼, ନହେଲେ ଡାଇରେକ୍ଟ ମ୍ୟାଜିକ୍ କାର୍ଡ଼ ମଧ୍ୟ ମାନେ କ୍ଲିକ୍ କରିବ। ଓକେ, ମୁଁ ତୁମକୁ ଦେଖାଉଛି ଓଡ଼ିଶା ମ୍ୟାଜିକ୍ କାର୍ଡ଼କୁ ସର୍ଚ୍ଚ କରିବ। ସର୍ଚ୍ଚ କରିସାରିଲା ପରେ ଯେଉଁ ଫାଷ୍ଟ ଅପସନ୍ ଥିବ ତା ଉପରେ କ୍ଲିକ୍ କରିବ। ଠିକ୍ ଅଛି। କ୍ଲିକ୍ କରିସାରିଲା ପରେ ତୁମକୁ ଏଠି ଲେଖାଉଥିବ ହେଲା କି ଓଡ଼ିଶା ମ୍ୟାଜିକ୍ କାର୍ଡ଼ ଏନରୋଲ୍ ନାଓ। ଓକେ, ଏନରୋଲ୍ ନାଓ ଉପରେ କ୍ଲିକ୍ କରିବ। କ୍ଲିକ୍ କରିସାରିଲା ପରେ ତ କେମିତି ଆପ୍ଲାଏ କର ନିଜ ମୋବାଇଲ ଫୋନରେ, ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖିଦେବ ଆରାମସେ, ହେଲା କି କୌଣସି ବି ତୁମକୁ କୌଣସି ଡକ୍ୟୁମେଣ୍ଟ ତୁମକୁ ଅପଲୋଡ଼ କରିବା ଦରକାର ନାହିଁ। ଓକେ, ଆରାମସେ ଆପ୍ଲାଏ କରିପାରିବ। ସିମ୍ପଲ୍ କଥା। ତାପରେ ସବୁକିଛି ଡିଟେଲ୍ସ ମଧ୍ୟ ପଢ଼ିପାରିବ। ଓକେ, ଆର୍ ମୁଁ ତୁମକୁ ଏଇଠି କହିଦେଉଛି। ତାପରେ ସବୁକିଛି ଆଇ ଆମ୍ ରେଡ଼ି, ତାପରେ ଠିକ୍ ଚିହ୍ନ ଦେଇଥାଉ। ଠିକ୍ ଚିହ୍ନ ଦେଇ ସାରିଲା ପରେ ତ ତୁମକୁ ଏଇଠି ଗୋଟେ ଫାଷ୍ଟ କରିକି ତୁମେ ଅଣ୍ଡର ଗ୍ରାଜୁଏଟ୍ ନା ପୋଷ୍ଟ ଗ୍ରାଜୁଏଟ୍, ମାନେ ତୁମେ +3 ପଢ଼ୁଛ ନା ପିଜିରେ ପଢ଼ୁଛ। ଯେମିତି ମୁଁ ଅଣ୍ଡର ଗ୍ରାଜୁଏଟ୍ ଉପରେ କ୍ଲିକ୍ କରିଦେଉଛି। ତାପରେ ଲେଖାଇଥିବ ଏଣ୍ଟର ସାମ୍ସ ବାରକୋଡ଼ ନମ୍ବର। ଏଇଟା କେଉଁଠୁ ପାଇବ ନା ଯେତେବେଳେ ତୁମେ +3 ଆଡ଼ମିସନ୍ କରିଥିଲ କିମ୍ବା ପିଜି ଆଡ଼ମିସନ୍ କଲାବେଳେ ଇଣ୍ଟିମେସନ୍ ଲେଟରରେ ସାମ୍ କୋଡ଼ ବାରକୋଡ଼ ମଧ୍ୟ ଶୋ କରିବ। ଯଦି ସେଇଟା ତୁମ ପାଖରେ ନାହିଁ ତାହେଲେ ତୁମେ କଲେଜକୁ ଯାଇକି ତୁମେ ସାମ୍ସର ବାରକୋଡ଼ ଆଣିପାରିବ। ଏଠି ତୁମ ସାମ୍ସର ବାରକୋଡ଼ ଆଣିକି ଭେରିଫାଇ ଉପରେ କ୍ଲିକ୍ କରିବ। ଓକେ, ଭେରିଫାଇ ଉପରେ କ୍ଲିକ୍ କରିସାରିଲା ପରେ ତୁମକୁ ଆଧାର କାର୍ଡ଼ ନମ୍ବର ମାଗିବ। ଆଧାର କାର୍ଡ଼ ନମ୍ବର ଦେଇକି ଭେରିଫାଇ ଉପରେ କ୍ଲିକ୍ କରିବ। ଆଧାର କାର୍ଡ଼ ନମ୍ବର ଯେଉଁ ଲିଙ୍କ୍ ଥିବ OTP ପଳେଇ ଆସିବ। ତାପରେ ତୁମକୁ ସବୁ କିଛି ଡିଟେଲ୍ ଦେବାକୁ ପଡ଼ିବ। କ'ଣ ସବୁ ଡିଟେଲ୍ ଦେବାକୁ ପଡ଼ିବ, ନିଜ ମାନେ ଆଡ୍ରେସ୍ ଦେବାକୁ ପଡ଼ିବ, ପରମାନେଣ୍ଟ ଆଡ୍ରେସ୍ ଦେବାକୁ ପଡ଼ିବ। ଓକେ, ଆଉ ପୁଣି ବ୍ୟାଙ୍କ ଡିଟେଲ୍ ଦେବାକୁ ପଡ଼ିବ। କୌଣସି ବି ମାନେ ଡକ୍ୟୁମେଣ୍ଟ ଅପଲୋଡ଼ କରିବାକୁ ପଡ଼ିବ ନାହିଁ। ଓକେ, ସବୁ କିଛି ଡିଟେଲ୍ ଦେବ। ଯେତେବେଳେ ତୁମେ ଆଧାର କାର୍ଡ଼ ଦେଇସାରିଲା ପରେ ଆଧାର କାର୍ଡ଼ ତୁମ ସବୁ କିଛି ଡିଟେଲ୍ ଥିବ। ଆଧାର କାର୍ଡ଼ ତୁମ ଆଡ୍ରେସ୍ ଥିବ, ତୁମ ନାଁ ଥିବ, ସବୁ କିଛି ମଧ୍ୟ ଥିବ, ହେଲା। ଆଉ ସବୁ କିଛି ଡିଟେଲ୍ ଦେଇଦେବ। ୟୁଜର୍ ନେମ୍ ମଧ୍ୟ ତୁମକୁ ୟୁଜର୍ ନେମ୍ ପାସୱାର୍ଡ଼ ସବୁ କିଛି ଡିଟେଲ୍ ଦେଇକି ବ୍ୟାଙ୍କ ଆକାଉଣ୍ଟ ସବୁକୁ ବି ଯାହା ବି ମାଗୁଛି ଡିଟେଲ୍ ଦେଇଦେବ। ଓକେ, ଯଦି ବି ତୁମକୁ ରେଜିଷ୍ଟ୍ରେସନ୍ କଲାବେଳେ ଯଦି ବି ଡାଉଟ୍ ରହୁଛି, ଫାଷ୍ଟ କରିକି ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ସେଇଠି ମୋତେ ମଧ୍ୟ ମେସେଜ୍ କରିପାରିବ। ଓକେ, ସବୁକିଛି ଦେଇସାରିଲା ପରେ ରେଜିଷ୍ଟ୍ରେସନ୍ କରିସାରିଲା ପରେ କ୍ରୋମ୍ ବ୍ରାଉଜର ଓପନ୍ କରିବ। ସର୍ଚ୍ଚ କରିବ SDP ଓଡ଼ିଶା। ଠିକ୍ ଅଛି। SDP ଓଡ଼ିଶା। ଓକେ, SDP ଓଡ଼ିଶା ସର୍ଚ୍ଚ କରିବ। ଫାଷ୍ଟ ଅପସନ୍ ଉପରେ କ୍ଲିକ୍ କରିବ। କ୍ଲିକ୍ କରିସାରିଲା ପରେ ତୁମେ ଏଇ ସାଇଟ୍ ତରଫରୁ ମଧ୍ୟ ତୁମେ ରେଜିଷ୍ଟ୍ରେସନ୍ କରିପାରିବ। ଠିକ୍ ଅଛି। ତ ମୁଁ ତୁମକୁ ଡାଇରେକ୍ଟ ସୁଝାଇ ଉପରେ ଓଡ଼ିଶା ମ୍ୟାଜିକ୍ ଉପରେ ମାନେ ସର୍ଚ୍ଚ କରିସାରିଲା ପରେ ତୁମେ ମଧ୍ୟ ସେଇଠି ରେଜିଷ୍ଟ୍ରେସନ୍ କରିପାରିବ, କିମ୍ବା ଡାଇରେକ୍ଟ spdbodisha.gov.in ୱେବସାଇଟ୍ରେ ମଧ୍ୟ ତୁମେ ରେଜିଷ୍ଟ୍ରେସନ୍ କରିପାରିବ। ଏହି ୱେବସାଇଟ୍ରେ ମଧ୍ୟ ତୁମକୁ ଲଗ୍ଇନ୍ ଅପସନ୍ ମଧ୍ୟ ଶୋ କରାଇଯିବ। ଠିକ୍ ଅଛି। ଯେମିତି ତୁମେ ଦେଖିପାରୁଥିବ ଲଗ୍ଇନ୍ ଅପସନ୍ ଶୋ ଅଛି। ତୁମେ ସିମ୍ପଲ୍ କଥା, ତୁମେ ଯେତେବେଳେ ରେଜିଷ୍ଟ୍ରେସନ୍ କରିଦେଲ ତୁମକୁ ୟୁଜର୍ ଆଇ ଡ଼ି ପାସୱାର୍ଡ଼ ମଧ୍ୟ ମନେ ଥିବ। ସିମ୍ପଲ୍ କଥା, ଲଗ୍ଇନ୍ ଉପରେ କ୍ଲିକ୍ କରିବ। ଲଗ୍ଇନ୍ ଉପରେ କ୍ଲିକ୍ କରିସାରିଲା ପରେ ତୁମେ ଦେଖିପାରୁଥିବ ଲଗ୍ଇନ୍ ଉପରେ କ୍ଲିକ୍ କରିସାରିଲା ପରେ ୟୁଜର୍ ଆଇ ଡ଼ି, ହେଲା କି ୟୁଜର୍ ଆଇ ଡ଼ି ଏବଂ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିବ। କ୍ୟାପ୍ଚା ଦେଇକି ଲଗ୍ଇନ୍ କରିବ। ଲଗ୍ଇନ୍ କରିସାରିଲା ପରେ ତୁମେ ସେଇଟା ତୁମେ କ'ଣ ସବୁ ଡିଟେଲ୍ ଦେଇଛ ସବୁକିଛି ବି ଜାଣିପାରିବ। ଠିକ୍ ଅଛି। ତୁମେ ଦେଖିପାରୁଥିବ ସବୁକିଛି ଡିଟେଲ୍ ମଧ୍ୟ ଦେଇଛି। ଚେକ୍ SPD କଣ୍ଟାକ୍ଟ ଡକ୍ସ ଲଗ୍ଇନ୍ ସବୁକିଛି ଡିଟେଲ୍ ମଧ୍ୟ ଅଛି। ଓକେ, ତୁମେ ମଧ୍ୟ ଏଇ ସାଇଟ୍ରେ ମଧ୍ୟ ତୁମେ ଆପ୍ଲାଏ ମଧ୍ୟ ରେଜିଷ୍ଟ୍ରେସନ୍ କରିପାରିବ। ଆଉ ତୁମକୁ ସବୁକିଛି ଡିଟେଲ୍ସ ମଧ୍ୟ କହିଥିଲି। ଏତେ ବି ଖାସ୍ ନାହିଁ। ବାସ୍ ତୁମେ ଜାଣିପାରୁଛ ଏଇ ଭିଡ଼ିଓରେ ତୁମେ ସେଇଟା କେମିତି ଆପ୍ଲାଏ କରିବ ମ୍ୟାଜିକ୍ କାର୍ଡ଼ରେ କ'ଣ ସବୁ ବେନିଫିଟ୍ ରହୁଛି। ତୁମେ ଅଲରେଡ଼ି ବି ଜାଣିଥିବ ମ୍ୟାଜିକ୍ କାର୍ଡ଼ରେ ବହୁତ ପ୍ରକାର ବେନିଫିଟ୍ ମଧ୍ୟ ରହୁଛି। ଆଗକୁ ମଧ୍ୟ ବହୁତ ସାରା ବେନିଫିଟ୍ ରହିବ। ତେଣୁ ସମସ୍ତେ ନିହାତି ଭାବରେ ଆପ୍ଲାଏ କରିପାରିବ। ସମସ୍ତଙ୍କ ମନରେ ଡାଉଟ୍ ରହୁଛି ଯେଉଁ ଆମର ସ୍ମାସ୍ ବାରକୋଡ଼ କ'ଣ। ଠିକ୍ ଅଛି।
ତ ସେଇଟା ତୁମେ କଲେଜରେ ହିଁ ଆଡ଼ମିସନ୍ କଲାବେଳେ କଲେଜକୁ ଦେଇଥିବ, କଲେଜ ମଧ୍ୟ ତୁମକୁ ଦେଇଦେବ। ଠିକ୍ ଅଛି। ତ ଯଦି କିଛି ଡାଉଟ୍ ଅଛି ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପରେ ମେସେଜ୍ କରିବେ। ତ ରହୁଛି, ଦେଖା ନେକ୍ସଟ ଭିଡ଼ିଓ। ଜୟ ଜଗନ୍ନାଥ।